जय श्री जगन्नाथ भाई माने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर वास्तु सेशन आरंभ करिबा। ए वास्तु सेशन क्रम रे आज आमर रहिबो इफेक्ट ऑफ रोड्स इन डिफरेंट डायरेक्शन ऑफ द प्लॉट और हाउस। माने आको ओडिया रे कुहा गले कोन हबो विभिन्न दिगरे रास्तार अवस्थिति आमर घर एवं प्लॉट उपरे किभଳି भाବରେ प्रभाव पकाए ସେହି ବିଷୟରେ ସେହି କ୍ରମରେ ଆଜି ଆମେ ବେସିକ ନଲେଜ ରୁ ଆରମ୍ଭ କରୁଛୁ। ମୁଁ ରାଜ ବାବୁଙ୍କୁ ରିକ୍ୱେଷ୍ଟ କରିବି ଏଇଟା ଗୋଟେ ନୂତନ ପ୍ଲେଲିଷ୍ଟ କରାଯାଉ। ଏଇ ନୂତନ ପ୍ଲେଲିଷ୍ଟ ରେ ର ନାମ ରହିବ ଇଫେକ୍ଟ ଅଫ ରୋଡ୍ସ ଇନ୍ ଏ ଡିଫରେଣ୍ଟ ଡିରେକ୍ସନ। ବିଭିନ୍ନ ଦିଗର ରାସ୍ତାର ଅବସ୍ଥିତିରେ ପ୍ଲଟ ଉପରେ ତାର ପ୍ରଭାବ ଏବଂ ଭୂଖଣ୍ଡର ଉପରେ ତାର ପ୍ରଭାବ। ଏଇଟା ଆମେ କାହିଁକି ଜାଣିବା? ଦେଖ, ମଣିଷ ଯେତେବେଳେ ଘରକୁ ଯାଏ ବା ଘରୁ ଆସେ ସେଥିପାଇଁ କଣ ଦରକାର? ତାକୁ ରାସ୍ତା ଦରକାର, ବାଟ ଦରକାର। ମଣିଷ ଯଦି ଏପଟ ସେପଟ ଯିବା ଆସିବା ନ କରିବ, ଯଦି ତାର ବାଟ ନ ରହିବ, ସେ ଘରକୁ ଯିବ କେମିତି, ଆସିବ କେମିତି? ତେଣୁ ଯୋଉଠି ଯୋଉ ଗାଁକୁ ଯୋଉ ସହରକୁ ବାଟ ନାହିଁ, ଆମର ଏଠି ଜଣେ ଧର ଯାଇଥିଲେ ଗୋଟେ, ମୁଁ ଗାଁ ନା କହିବିନି, ବାହାଘରିଆ ଭୋଜି ଖାଇବାକୁ ଯାଇଥିଲେ, ଗାଁର ରୋଡ ଟା ମେନ ରୋଡ ର ଏଣ୍ଟ୍ରାନ୍ସ ରେ ବସ ପଶି ପାରିବ ନାହିଁ। ସିଏ ଯୋଉ ବସ ପଶି ପାରିବନି, ମାନେ ଏମିତି ସବୁ ମାଡି ମୁଡିକି ଘର କରିଛନ୍ତି। ତେଣୁ ବା ବସ ରହିଲା ଖଣ୍ଡେ ଦୂରରେ, ଲୋକ ଖଣ୍ଡେ ଦୂର ଚାଲିକି ଗଲେ। ଦେଖିବେ ମହେଞ୍ଜୋଦାର ହରପ୍ପା ସଭ୍ୟତାରେ ସେମାନଙ୍କର ଯୋଉ ମେନ୍ ଗେଟ୍ ଥାଏ, ରାଜପଥ ଥାଏ, ସେଗୁଡା ଯୋଉ ଚଉଡା ଚଉଡା ଥାଏ, ତାର ବାସ୍ତୁର ଇମ୍ପାକ୍ଟ ଅଲଗା। ଆପଣ ଦେଖନ୍ତୁ ଷ୍ଟେଟ କ୍ୟାପିଟାଲରେ ଯୋଉଠି ବିଧାନସଭା ବିଧାନ ପରିଷଦ ଅଛି, ସେଠି ରୋଡ ଗୁଡା କେତେ କେତେ ଚଉଡା ଥାଏ। ତେଣୁ କୋଉ ଡିରେକ୍ସନରେ କିଭଳି ଭାବରେ ରୋଡ ରହୁଛି ସେଇଟା ଡିସାଇଡ କରେ ସେ ଜାଗାର ବାସ୍ତୁ। ସେଇଟା ଡିସାଇଡ ସମ୍ପୂର୍ଣ୍ଣ ଭାବରେ ଡିସାଇଡ କରେନି, କିନ୍ତୁ ତାର ଅନେକ ଇଫେକ୍ଟ ପଡେ ରାସ୍ତାର ବାସ୍ତୁ ଉପରେ। ତ ଏଇ ସେସନ ଟା ଆମେ ବୁଝିବା, ଭଲସେ ବୁଝିବା, କି ଗୋଟେ ଛୋଟ ଛୋଟ ଡାଉଟ ବି ଆପଣ ମାନଙ୍କର ଯେମିତି ନ ରହୁ। ବାସ୍ତୁଶାସ୍ତ୍ର ମତରେ କୌଣସି ପ୍ଲଟ କେଉଁ ଦିଗରେ ବା ଏକାଧିକ ଦିଗରେ ଯଦି ରାସ୍ତା ଥାଏ, ତାହେଲେ କିଭଳି ଭାବରେ ସେଟା ଅନ୍ତେବାସୀ ମାନଙ୍କ ଉପରେ ପ୍ରଭାବ ପକାଏ, ସେଇ ବିଷୟରେ ଆମେ ଜାଣିବା। ତ ଆପଣ ମାନେ ଦେଖନ୍ତୁ, ହଁ, ଆମର ରହିବ ହେଡିଂ ବିଭିନ୍ନ ଦିଗରେ ରାସ୍ତାର ଅବସ୍ଥିତିରେ ତାର ପ୍ରଭାବ। ଆଚ୍ଛା, ଏଇଟା ଧର ଆପଣ ମାନେ ସର୍ବପ୍ରଥମେ ବୁଝନ୍ତୁ ମୁଁ କଣ କହିବାକୁ ଚାହୁଁଛି। ଏଇଟା ଗୋଟେ ପ୍ଲଟ ହେଲା, ଏଇଟା ହେଲା ନର୍ଥ ଡିରେକ୍ସନ, ଏଇଟା ହେଲା ସାଉଥ ଡିରେକ୍ସନ, ଏଇଟା ହେଲା ଇଷ୍ଟ ଡିରେକ୍ସନ, ଏଇଟା ହେଲା ୱେଷ୍ଟ ଡିରେକ୍ସନ। ତାହେଲେ କେତେଟା ପସିବିଲିଟିଜ ଥାଇପାରେ? ସର୍ବପ୍ରଥମ ପସିବିଲିଟିଜ ହେଲା, ପ୍ରଥମ ପସିବିଲିଟିଜ ହେଲା ଗୋଟିଏ ଦିଗରେ ରାସ୍ତା। ଗୋଟେ ପ୍ଲଟର ଗୋଟିଏ ଦିଗରେ ହିଁ ରାସ୍ତା ଥିବ। ସେକେଣ୍ଡ ପସିବିଲିଟି କଣ? ନା ଦୁଇ ଦିଗରେ ରାସ୍ତା। ଥାର୍ଡ ପସିବିଲିଟି କଣ? ନା ତିନି ଦିଗରେ ରାସ୍ତା। ଫୋର୍ଥ ପସିବିଲିଟି କଣ? ଚାରି ଦିଗରେ ରାସ୍ତା। ଭାଇ ନିଜର ନୋଟ ବନଉଥାଅ, ଇଏ ନାହିଁ କି ଖାଲି ମୁଁ ଲେଖେଇ ଦେଲି, ପଢିଦେଲି, ଆଉ ପରେ ପରେ ତ ଭିଡିଓ ପଢିଛି ଦେଖିଦେବି ଆଉ। ନୋଟ ବନେଇ ବନେଇ ପଢିଲେ, ଲେଖି ଲେଖି ପଢିଲେ ତାର ଇମ୍ପାକ୍ଟ ବହୁତ ପଡେ। ଆଉ କାହିଁକି ପଡେ ସେଟା କହିବିନି, କାରଣ ସେଟା ଗୋଟେ ପ୍ରେଡିକ୍ସନ ହେଇଯିବ, କାହିଁ ମୁଁ ଫ୍ରିରେ ପ୍ରେଡିକ୍ସନ ଦେବି। ଚାରି ଦିଗରେ ରାସ୍ତା, ଏଇ ଚାରିଟା ବ୍ୟତୀତ ନେକ୍ସଟ ଆଉ କିଛି ପସିବିଲିଟି ହେଇପାରିବ ନାହିଁ। ତମେ କହିବ କି ଭାଇ କି କୋଉ ଦିଗରେ ରାସ୍ତା ନଥିଲା, ଭାଇ ସେ ଯଦି କୋଉ ଦିଗରେ ରାସ୍ତା ନଥିବ ସେ ପ୍ଲଟକୁ ଯିବା ଆସିବା କରିହବନି, ସେ ଲୋକ ଘର କୋଉଠି କରିବେ? ତେଣୁ ହେଇପାରେ କି ଗୋଟିଏ ପଟ ରାସ୍ତା ଥାଇପାରେ, କିମ୍ବା ଦି ପଟ ରାସ୍ତା ଥାଇପାରେ, କିମ୍ବା ତିନି ପଟ ରାସ୍ତା ଥାଇପାରେ, ତିନି ଦିଗରେ ରାସ୍ତା ହେଇପାରେ, କିମ୍ବା ଚାରି ଦିଗରେ ରାସ୍ତା ଥାଇପାରେ। ଏଇ
ଚାରିଟା ପସିବିଲିଟିଜ ହବ। ଏବଂ ଆମେ ଆଜି ଜାଣିବା, ଆମେ କଣ ଜାଣିବା ନା ସର୍ବପ୍ରଥମେ ଆଗ ଜାଣିଯାଅ, ମୁଁ ଆଜି ଯୋଉଟା ପଢେଇବି ପ୍ରଥମେ ମୁଁ ଆଜି ଏଇଟା ସମ୍ୟକ ଧାରଣା ଦେଲି। ମୁଁ ଆଜିକାଲି ଗୋଟେ ଛୋଟ କହୁଛି, ଛୋଟ ଜିନିଷଟା ବୁଝଉଛି, ତାପରେ ଅନ୍ୟ ସବୁ ବୁଝେଇବି। ଏଇ ଗୋଟିଏ ଦିଗରେ ରାସ୍ତା, ଦୁଇ ଦିଗରେ ରାସ୍ତା, ତିନି ଦିଗରେ ରାସ୍ତା, ଚାରି ଦିଗରେ ରାସ୍ତା, ଏଇଟା ଏଇ ଗୋଟେ ପସିବିଲିଟି ଯାଇପାରେ। ଆଜି ଆମେ କେବଳ ଜାଣିବା ଏଇ ଗୋଟାକୁ। କାଲିଠୁ ଆମେ ଏଗୁଡାକ ଧୀରେ ଧୀରେ ପଢିବା ଆରମ୍ଭ କରିବା। ମୁଁ ଏଟାକୁ କାହିଁକି ପ୍ରଥମେ ଆରମ୍ଭ କରୁଛି ସେଟାକୁ ବି କହି ରଖେ। ଇଟ୍ ଇଜ ଭେରି ଭେରି ଭାଇଟାଲ ଆଣ୍ଡ ଭେରି ଭେରି ଇମ୍ପୋର୍ଟାଣ୍ଟ। ଭେରି ଭେରି ଭାଇଟାଲ ଆଣ୍ଡ ଭେରି ଭେରି ଇମ୍ପୋର୍ଟାଣ୍ଟ। ଏଭଳିଆ ଘର ଯଦି କାହାର ଥାଏ, ଏଭଳିଆ ରାସ୍ତା ଯଦି କାହାର ଥାଏ, ଏଭଳିଆ ଜିନିଷ ଯଦି କୋଉଠି ଥାଏ, ତାର କିଭଳି ଭାବରେ ଇମ୍ପାକ୍ଟ ହବ ତାକୁ ମୁଁ ୱାର୍ଡସରେ ଏକ୍ସପ୍ଲେନ କରିପାରିବି ନାହିଁ। ବଶର୍ତେ ତାର ବେସିକ୍ସ ଜିନିଷ ଗୁଡିକ ଠିକ ଥିବ। ପ୍ଲଟଟା ପତଳା ପ୍ଲଟ ହେଇନଥିବ, ପ୍ଲଟଟା ବାସ୍ତୁ ଉପଯୋଗୀ ହେଇଥିବ, ପ୍ଲଟଟା ବର୍ଗାକାର ହେଇଥାଇପାରେ, ପ୍ଲଟଟା ଆୟତକାର ହେଇଥାଇପାରେ, ଠିକ ଅଛି ନା। ବାସ୍ତୁ ଅନୁଯାୟୀ ପ୍ଲଟର ସେପଟା ଠିକ ଥିବ। ଯଦି ସେପଟା ଠିକ ଥାଏ ଏବଂ ଅନ୍ୟାନ୍ୟ ଜିନିଷ ମାଟି ଯାହା ଯାହା ଆମେ ବାସ୍ତୁର ବେସିକ୍ସ ଯାହା ଯାହା ମୁଁ ପୂର୍ବରୁ ପଢେଇ, ଯଦି ସେଥିରୁ କିଛି କିଛି ପରିମାଣ ଠିକର ଲକ୍ଷଣ ତା ଭିତରେ ଥାଏ, ତାହେଲେ ଏ ଜାଗା ମିଳିବା ଭାଗ୍ୟ, ଅହୋ ଭାଗ୍ୟ, ଖାଲି ଭାଗ୍ୟ ନୁହଁ, ଅହୋ ଭାଗ୍ୟ। ଲେଟ୍ସ ସେ ଆପଣ ମାନେ ଦେଖନ୍ତୁ, ଏଇଠି ଗୋଟେ ପ୍ଲଟ ଅଛି, ଏଟା ହେଲା ନର୍ଥ, ଏଟା ହେଲା ସାଉଥ, ଏଟା ହେଲା ଇଷ୍ଟ, ଏଟା ହେଲା ୱେଷ୍ଟ। ରୋଡ ଚାରିପଟେ ଯାଇଛି, ଚାରିପଟେ ଏଇ ପ୍ଲଟର ରୋଡ ଯାଇଛି। ଏଇ ରୋଡ, ଏଗୁଡା ସବୁ ରୋଡ, ଏଇ ରୋଡ ଚାରି ଦିଗରେ ୟାର ରୋଡ ଯାଇଛି, ଏଇଟା ମଝିରେ ରହିଗଲା। ତାହେଲେ ଇଏ କଣ ହେଲା? ଏଟା ସର୍ବୋତ୍କୃଷ୍ଟ। କାହିଁକି ନା ଏଇ ପ୍ଲଟ କୁ କୁହାଯିବ ବ୍ରହ୍ମସ୍ଥଳ ଭୂଖଣ୍ଡ। ଏଇ ଭୂଖଣ୍ଡ, ସେଇ ଯୋଉ ଜିନିଷଟା ସେଇଠି ହେଇଛି, ଅତ୍ୟନ୍ତ ସମ୍ପତ୍ତିବାନ ତଥା ପ୍ରଭାବଶାଳୀ କରାଇଥାଏ। ଏଇଠି ଯୋଉମାନେ ରହୁଥିବେ ସେ ପରିବାରର ସଦସ୍ୟ ମାନଙ୍କର ଶରୀର ସୁସ୍ଥ ରହିଥାଏ, ଧନ ସମ୍ପତ୍ତି ନିରନ୍ତର ମାତ୍ରାରେ ବୃଦ୍ଧି ପାଉଥାଏ ଏଇ ପ୍ଲଟରେ ଯୋଉମାନେ ରହିବେ। ଆପଣ ମାନେ ଏମିତିଆ ପ୍ଲଟ ହୁଏତ କୋଉଠି ନ ଦେଖିଥାଇ ପାରନ୍ତି, କିନ୍ତୁ ବାଲିସି ସ୍ୱାମୀଜୀ ମାନେ ଯୋଉ ପ୍ଲଟର ମୁଁ ଡେସ୍କ୍ରିପସନ ଗୁଡାକ ପଢେଇଥିଲି, ଯୋଉ ବାଲିସି ସ୍ୱାମୀଜୀରେ ପଢେଇଥିଲି ଯେ ଯେଉଁ ସ୍ଥାନରେ ବହୁତ ଗୁଡେ ଭଦ୍ର ଲୋକମାନେ ବାସ କରନ୍ତି, ସେଇ ଯାକୁ ବାଲିସି ସ୍ୱାମୀଜୀ କୁହାଯାଏ। ଏବଂ ଆଶ୍ରୟନୀ ପୁରୁଷ ମାନେ ଯୋଉ ସ୍ଥାନରେ କେବଳ ଆଧୁନିକ ଓ ଖାନଦାନୀ ଲୋକ ସବୁ ବସବାସ କରନ୍ତି, ତାକୁ ଏଇ ପ୍ରକାର ଭୂମି କୁହାଯାଏ। ଆପଣ ମାନେ ଯଦି କେବେ ଡିପିଏସ୍ କଳିଙ୍ଗ ଯାଇଥିବେ, ଡିପିଏସ୍ କଳିଙ୍ଗ ପଛପଟେ ଏଇ ଭଳିଆ ପ୍ଲଟର ସବୁ ପ୍ଲଟିଂ ହେଇଛି ଏବଂ ମୋର ଦ୍ୟାନ କ୍ରୋର୍ସ, 2 crores 3 crores ରହିଛି ସେ ଘରର ପ୍ଲଟ ବିଲ୍ଡିଂ ବନିଛି। ଏବଂ ବହୁତ ସେଇ ବିଲ୍ଡିଂ ଏଇ ଏବଂ ସେଇ ବିଲ୍ଡିଂ ର ଚାରିପଟେ ତାପରେ ମୁଁ ତ ଜୋତାଟା ଏଇଭଳି ପିନ୍ଧିକି ଭାବରେ, ଯାଏ। ରାଜଭୋଗ ଟିକେ କାଇଣ୍ଡଲି ମ୍ୟୁଟ କରିଦିଅନ୍ତୁ, ରାଜଭୋଗ ଟିକେ କାଇଣ୍ଡଲି ମ୍ୟୁଟ କରିଦିଅନ୍ତୁ ଯାହାର ଅନମ୍ୟୁଟ ଅଛି। ଆପଣ ଯଦି ଡିପିଏସ୍ କଳିଙ୍ଗ ଏ ପ୍ଲଟ, ଏଇଭଳିଆ ପ୍ଲଟର ଏକ୍ସାମ୍ପଲ ନେବାକୁ ଗଲେ, ଆପଣ ଯଦି ଡିପିଏସ୍ କଳିଙ୍ଗ ଯାଇଥିବେ, ଡିପିଏସ୍ କଳିଙ୍ଗର ଠିକ ପଛପଟେ ଗୋଟେ ଅଛି, ମାନେ ଗୋଟେ ବିଲ୍ଡର୍ସ ବନେଇଛନ୍ତି ଏବଂ ସେଠି ବିଲ୍ଡର୍ସ ରେ ଏଇଭଳିଆ ପ୍ଲଟ ଗୋଟେ ମୁଁ ଆଜି ଯାଏଁ ଦେଖିଛି। ଆଉ କୋଉଠି ମୁଁ ଏମିତିଆ ପ୍ଲଟ ଦେଖି ନାହିଁ, ମାନେ ଘର 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 ହେଇଥିବ, ଲୋକ ରହୁଥିବେ ତା ଭିତରେ, ସେଭଳିଆ ପ୍ଲଟ ମୁଁ ଦେଖି ନାହିଁ। ଏ ପ୍ଲଟ ଅତ୍ୟନ୍ତ ଅତ୍ୟନ୍ତ ଶ୍ରେଷ୍ଠରୁ ଶ୍ରେଷ୍ଠତମ ଏଇଭଳିଆ ଯଦି କାହାକୁ ପ୍ଲଟ ମିଳିଥାଏ, କାହିଁକି ନା ଏଇଟା ବ୍ରହ୍ମସ୍ଥଳ ଭୂଖଣ୍ଡ। ଏଥିରେ କଣ ହୁଏ ନା ସମସ୍ତଙ୍କ ଶରୀର ସୁସ୍ଥ ରହେ, ଧନ ସମ୍ପତ୍ତି ନିରନ୍ତର ବୃଦ୍ଧି ହେଇଥାଏ। ଠିକ ଅଛି। ଆପଣ ମାନେ ଏବେ ପଚାରିବେ, ମାନେ ଆପଣ ମାନଙ୍କୁ ମୁଁ ଏବେ ଗୋଟେ ଆଉ ଗୋଟେ କଥା
ଏଥିରେ ଆଡ କରିଦବା ପାଇଁ ଚାହିଁବି କି ଆପଣ ମାନେ ଜେନେରାଲି ଏଇ ଭଳିଆ କୋଉଠି ଆପଣ ପାଇବେ ମାନେ ଏଇ ବ୍ରହ୍ମସ୍ଥଳ ଭୂଖଣ୍ଡ ଯାହାର ଯୋଉ ଭୂଖଣ୍ଡର ଚାରି ଦିଗରେ ରାସ୍ତା ଅଛି ତାକୁ ବ୍ରହ୍ମସ୍ଥଳ ଭୂଖଣ୍ଡ ବୋଲି କୁହାଯାଏ। ଆଉ ଏଠି ବିଶ୍ୱାସ କରାଯାଏ କି ଏଠି ପରମେଶ୍ୱର ନିଜେ ଖୁଦ ଆଶୀର୍ବାଦ କରନ୍ତି ଏ ଜାଗା ଉପରେ। ଏଇଭଳି ସ୍ଥାନ ଜେନେରାଲି ଲୋକମାନେ କଣ କରିଥାନ୍ତି ନା ଫ୍ୟାକ୍ଟ୍ରି କରିଥାନ୍ତି, ଡାକ୍ତରଖାନା କରିଥାନ୍ତି, ସ୍କୁଲ କରିଥାନ୍ତି, କଲେଜ କରିଥାନ୍ତି, ସିନେମା ହଲ କରିଥାନ୍ତି, ହୋଟେଲ କରିଥାନ୍ତି। ଯଦି କୌଣସି ଲୋକ କାରଖାନା ଏଇଭଳିଆ ପ୍ଲଟ ରେ ବନାଏ, ଫ୍ୟାକ୍ଟ୍ରି ଏଇଭଳିଆ ପ୍ଲଟ ରେ ବନାଏ, ବିଜନେସ ପ୍ରତିଷ୍ଠାନ ଏଇଭଳିଆ ପ୍ଲଟ ରେ ବନାଏ, ସ୍କୁଲ କଲେଜ ଏଇଭଳିଆ ପ୍ଲଟ ରେ ବନାଏ, ତାହେଲେ ତାର ମୁଁ ଏମିତି ଲେଖିକିନା ଦେଇଦେବି ଯେ ତାର କେବେ ବି ଲସ୍ ହେବ ନାହିଁ, କେବେ ବି ଲସ୍ ହେବ ନାହିଁ, ଯାହା ହେଇଯାଉ। ଏବଂ ତାର ଏଇଠି ଯୋଉ କର୍ମଟା ଚାଲିବ ଉତ୍ତରୋତ୍ତର ବୃଦ୍ଧି ହେଇକି ଚାଲିବ। ତେଣୁ ଏହାର ମାହାତ୍ମ୍ୟ ଏତିକି। ତେବେ ଆଜିର ସେସନରେ ଆମେ ଜାଣିଲେ ଯେ ଆମର ଟପିକ ଥିଲା ବିଭିନ୍ନ ଦିଗର ରାସ୍ତାର ଅବସ୍ଥିତିରେ ତାର ପ୍ରଭାବ ଏବଂ ତାର ଯୋଉ ସବ ଟପିକ ରହିଲା ଗୋଟିଏ ଦିଗର ରାସ୍ତା, ଦୁଇ ଦିଗର ରାସ୍ତା, ତିନି ଦିଗର ରାସ୍ତା, ଚାରି ଦିଗର ରାସ୍ତା, ଆମେ ଆଜି ଏଗୁଡା ପଢିଲେ ଚାରି ଦିଗର ରାସ୍ତା, କାଲିଠୁ ଏଗୁଡା ସବୁ ପଢିବା। ଏଇ ଚାରି ଦିଗର ରାସ୍ତାର ଶ୍ରେଷ୍ଠତ୍ୱ ବିଷୟରେ ମୁଁ ଆଜି ଆଲୋଚନା କଲି। ତେବେ ଆଜିର ସେସନ ପାଇଁ ଏତିକି। ପୁଣି କିଛି ବାସ୍ତୁ ସେସନ ସହିତ ଆପଣମାନଙ୍କ ସମ୍ମୁଖରେ ଉପସ୍ଥିତ ହେବି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।